ସମସ୍ତଙ୍କୁ ପଖାଳ ଦିବସର ଶୁଭେଚ୍ଛା ଆଉ ଶୁଭକାମନା। ଆଉ ବର୍ତ୍ତମାନ ଏଠି ଦେଖନ୍ତୁ ମୌସମ କେମିତି ଚାଲିଛି। ବର୍ଷା ହେଉଛି। ବର୍ଷା ଟିକେ ଏବେ କମିଗଲାଣି କିନ୍ତୁ ଦିନଯାକ ବର୍ଷା ହେଉଛି ଆଉ ଯେମିତି ଲାଗୁଛି କି ଫେବୃଆରୀ ମାସ ଚାଲି ଆସିଛି ପୁଣି ଏଠି ଦିଲ୍ଲୀ ନୋଇଡ଼ାରେ। କିନ୍ତୁ ହଁ, ପଖାଳ ଦିବସରେ ପଖାଳ ତ ପ୍ରିପାରେସନ୍ ନିଶ୍ଚିତ ଭାବେ କରିବା। ତା ସାଙ୍ଗରେ ମୁଁ ସର୍ଟସଟା ଆଗରୁ ସେୟାର କରିସାରିଛି। ଲଙ୍ଗ୍ ଭିଡ଼ିଓଟା ଟିକେ ଏଡ଼ିଟିଂ କରିକି ସେୟାର କରିବା ପାଇଁ ମୋତେ ଟିକେ ଟାଇମ୍ ଲାଗେ, ତେଣୁ ଆଜି ଗୋଟେ ଦିନ ପରେ ମୁଁ ଆକୁ ସେୟାର କରୁଛି। ତ ଏଠି ଛୁଇଁ ଭଜା ମୁଁ କରି ନେଉଛି। ଛୁଇଁ ଭଜା ଲୁଣ ହଳଦୀ ପକେଇକି ଛୁଇଁକୁ ସିଝେଇ ନେବା। ଆଉ ଶୁକ୍ରବାର ହେଲେ ବି ଯେହେତୁ ଏଠି ନବରାତ୍ର ଚାଲିଛି, ତେଣୁ ଆଜିର ପଖାଳ ଥାଳିଟା ହେଉଛି ପୁରା ସାଧା, ମାନେ ଭେଜ୍ ପଖାଳ ଥାଳି। ଆଉ ଆଇଟମ୍ ତ ସବୁ ଆପଣମାନଙ୍କ ସାଙ୍ଗରେ ମୁଁ ସେଦିନ ସର୍ଟସରେ ସେୟାର କରିସାରିଛି। ଫିର୍ ବି ଆଉ ଥରେ ମୁଁ କହି ନେଉଛି, ଛୁଇଁ ଭଜା କରିବା, ତା ସାଙ୍ଗରେ ପଣସ ଭଜା। ଆଉ ଏଠି ଦେଖନ୍ତୁ ଲୁଣ ହଳଦୀ ପକେଇକି ମୁଁ ସେଥିରେ ଅମୃତଭଣ୍ଡା ପକେଇ ଦେଇଛି। ଆଳୁ ମୁଁ ନେଇନି, ଆଳୁ ଜାଗାରେ ମୁଁ ଅମୃତଭଣ୍ଡା ନେଇଛି। ଆଉ ସେଥିରେ ବେସର ପକେଇକି ତାକୁ ମୁଁ ସିଝେଇ ନେଇଛି। ସବୁ ଦୁଇଟାକ ଏକା ସାଙ୍ଗରେ ପକେଇ ନେଇଛି, କାହିଁକିନା ଏକା ସମୟ ଲାଗିବ ଦୁଇଟାକ ସିଝିବା ପାଇଁ। ଏବେ ତାକୁ ସିଝିଗଲା ପରେ ତାକୁ ଗୋଟେ ପ୍ଲେଟ୍କୁ କାଢ଼ି ଦେଇ ସାରିକି ଏବେ ଜିରା ଫୁଟେଇ ଦେଇଛି ସୋରିଷ ତେଲରେ, 2 ଟେବୁଲ ସ୍ପୁନ୍ ସୋରିଷ ତେଲରେ ଜିରା ଫୁଟେଇ ଦେଇକି ତାକୁ ଆମେ ଏବେ ଭାଜି ନେବା। ମିଡ଼ିୟମରୁ ହାଇ ଫ୍ଲେମ୍ରେ ଭାଜି ନେବା। ଆଉ ଏମିତି ଅମୃତଭଣ୍ଡା କିଏ ବେସର ଦେଇକି ଭାଜନ୍ତି କି ନାହିଁ, ଆମ ପଟେ ତ ବହୁତ ଭଜା ହୁଏ। ଆମେ ପିଲାଦିନେ ବହୁତ ଖାଇଛୁ। ଏବେ ଅବଶ୍ୟ ବହୁତ ଦିନରୁ ମୁଁ ଏଇଟା ବହୁତ ଦିନ ପରେ ଅମୃତଭଣ୍ଡାଟା ଏମିତି ବେସର ଦେଇକି ମୁଁ ଭାଜିଛି। ବହୁତ ଦିନ ଗ୍ୟାପ୍ରେ ଆପଣମାନେ କେବେ କେବଳ ଅମୃତଭଣ୍ଡା ଭାଜନ୍ତୁ, ଦେଖିବେ ବହୁତ ଭଲ ଲାଗିବ। ଆଉ ଏବେ ଆମେ ପ୍ରିପାରେସନ୍ କରିନେବା ଆଳୁ ଭର୍ତ୍ତାର, ବା ଆଳୁ ଚୋଖା ବି ଆଜିକାଲି ସବୁ, ଯେମିତି ବିହାର ସାଇଡ଼୍ରେ ଆଳୁ ଚୋଖା ହିଁ କୁହନ୍ତି। ତାଙ୍କର ଟିକେ ବନେଇବା ଷ୍ଟାଇଲ୍ ଅଲଗା। ଆଉ ଆମର ତ ଏଟା ଆଳୁ ଭର୍ତ୍ତା, ତେଣୁ ମୁଁ ଏଠି ଆଳୁ ଭର୍ତ୍ତା ବନେଇ ନେଉଛି। ଜିରା ଲଙ୍କା ଫୁଟେଇ ଦେଲି, ତା ସାଙ୍ଗରେ ପିଆଜ ପକେଇ ଦେଲି। ପିଆଜ ହାଲକା ଟିକେ ଟ୍ରାନ୍ସପେରେଣ୍ଟ ହେଇଗଲା ପରେ ମୁଁ ଏଥିରେ ଆଳୁଟା ସିଝେଇକି ରଖିଥିଲି, 3ଟା ପାଖାପାଖି ଛୋଟ ଛୋଟ ଆଳୁ, ତାକୁ ମୁଁ ପକେଇ ଦେଇଛି। ଏତେ ଆଇଟମ୍ ହେଲେ ସବୁ ଜିନିଷ ଅଳ୍ପ ଅଳ୍ପ ଟିକେ ବନିଥାଏ, ବେଶୀ ବନେଇବାକୁ ବି ପଡ଼େନି। ତା ସାଙ୍ଗରେ ପିଲାମାନେ ମୋର ପଖାଳ ଖାଇବେନି, କେବଳ ଆମ 2 ଜଣଙ୍କ ପାଇଁ ମୁଁ ପଖାଳ ଏଠି ପ୍ରିପାରେସନ୍ କରୁଛି। ପିଲାମାନଙ୍କୁ କାଳେ ଥଣ୍ଡା ହେବ, ମୌସମ ବହୁତ ଥଣ୍ଡା ଅଛି, ତେଣୁ ମୁଁ ତାଙ୍କୁ ପଖାଳ ଦେଉନି। ଆଉ ଏ ଥାଳିଟାକୁ ମୁଁ ବହୁତ ହି ସିମ୍ପଲ୍ ରଖିବାକୁ ଚେଷ୍ଟା କରିଛି, ବେଶୀ କିଛି ମସଲା ମସଲି ୟୁଜ୍ କରିନି। ତା ଛଡ଼ା 1 ଘଣ୍ଟା ଭିତରେ ପ୍ରାୟ ସବୁତକ ଆଇଟମ୍ ବନି ଯାଇଥିଲା। ଏଠି ଦେଖନ୍ତୁ ମୁଁ ନେଇଛି ଚାଉଳ ଚୁନା ନେଇଛି, ତା ସାଙ୍ଗରେ ଲୁଣ ସେଥିରେ ପକେଇଦେଲି, ହଳଦୀ ପକେଇଦେଲି, ଅଦା ରସୁଣ ପେଷ୍ଟ ପକେଇଦେଲି, ଆଉ କାଶ୍ମୀରୀ ଲାଲ ମିର୍ଚ ପାଉଡ଼ର ପକେଇଦେଲି। ଆପଣମାନେ ଚାହିଁଲେ ଲାଲ ମିର୍ଚ ପାଉଡ଼ର ବି ୟୁଜ୍ କରିପାରିବେ। ଆଉ ଯଦି ଚାହାନ୍ତି ଆପଣମାନେ ଅଳ୍ପ ଟିକେ ହଳଦୀ ବି ଏଥିରେ ୟୁଜ୍ କରିନେବେ କଲର୍ ପାଇଁ। ଏବେ ସବୁକୁ ଭଲ ଭାବରେ ମିକ୍ସ କରିନେଲା ପରେ ପଣସକୁ ମୁଁ ସିଝେଇକି ରଖିଥିଲି, ତାକୁ ମୁଁ ଏଥିରେ ଏବେ ପକେଇ ନେଇଛି। ଲୁଣ ହଳଦୀ ପକେଇକି ପୂର୍ବରୁ ମୁଁ ପଣସକୁ ସିଝେଇ ନେଇଥିଲି। ଆଉ ଏବେ ତାୱାରେ ତେଲ ଦେଇ ଆମେ ତାକୁ ଓଲଟେଇ ପଲଟେଇ ଭଲ ଭାବରେ ଭାଜି ନେବା। ଲୋ ଫ୍ଲେମ୍ରେ ଆକୁ ଆମେ ଭାଜିବା। ଲୋ ଫ୍ଲେମ୍ରେ ଭାଜିବା ଆଉ ଶେଷ ଆଡ଼କୁ ଆମେ ତାକୁ ହାଇ ଫ୍ଲେମ୍ରେ କରିବା, ଯେମିତି ତାର କଭରଟା କୁଡ଼କୁଡ଼ିଆ ହେଇଯିବ। ବିନା ଘୋଡ଼େଇକି ଲାଷ୍ଟକୁ, ବିନା ଘୋଡ଼େଇକି 2 ସାଇଡ଼୍ 2 ମିନିଟ୍ ଲାଷ୍ଟକୁ ଆମେ କୁକ୍ କରିନେବା। ଆଉ ଦେଖନ୍ତୁ ଏବେ ଶେଷରେ ଏଠି ବଡ଼ି ଭାଜି ନେବା। ଏଇଟା ବଡ଼ି ଚୁରା ଆମେ ବନେଇବା, ତ ବଡ଼ି ଚୁରା ବନେଇବା ପାଇଁ ଏଠି ମୁଁ ବଡ଼ିକୁ ଭାଜି ନେଇଛି। ବଡ଼ିକୁ ବି ସେଇ ସେମ୍ ଆପଣଙ୍କ ଗ୍ୟାସ୍ ଉପରେ ଡିପେଣ୍ଡ କରୁଛି। ମିଡ଼ିୟମରୁ ଲୋ ଫ୍ଲେମ୍ରେ ତାକୁ ଭାଜିବେ, ହାଇ ଫ୍ଲେମ୍ରେ ଭାଜିବେନି, ନହେଲେ ବଡ଼ି ପୋଡ଼ିଯିବ। ମୋର କାଢ଼ିବା ଭିତରେ, ପ୍ଲେଟ୍ ଖୋଜିବା ଭିତରେ ହାଲକା ଟିକେ ବଡ଼ିଟା ପୋଡ଼ିଗଲା। ଏଠି ଯେଉଁ ପିଠା ପାତିଆଟା ମୁଁ ୟୁଜ୍ କରୁଛି, ଆପଣମାନେ ଯଦି ଭାବୁଛନ୍ତି ଏଟା ପ୍ଲାଷ୍ଟିକ୍ ବୋଲି, ଏଟା ପ୍ଲାଷ୍ଟିକ୍ ନୁହଁ, ଏଟା ହେଉଛି ସିଲିକନ୍ର। ଆଉ ଏଟା ସ୍ପେସିଆଲି ଡିଜାଇନ୍ଡ ହେଇଛି ନନ୍ଷ୍ଟିକ୍ ତାୱା ପାଇଁ ବା କଡ଼ାଇ ପାଇଁ, ନନ୍ଷ୍ଟିକ୍ ବର୍ତ୍ତନ ପାଇଁ। ଆପଣମାନେ ଚାହିଁଲେ ତାକୁ ଚେକ୍ ଆଉଟ୍ କରିପାରିବେ। ମୁଁ ସ୍କ୍ରିନ୍ରେ ଆଉ ଡେସ୍କ୍ରିପ୍ସନ୍ ବକ୍ସରେ ତାର ଲିଙ୍କ୍ ଦେଇଦେଇଛି। ଏଟାକୁ ଏଠି ଚୋଲାଇ ଶାଗ କହନ୍ତି। ଆଉ ଏଟା ଛୋଟ ଛୋଟ ଏବେ ଅଛି, ମାନେ କଅଁଳ ଅଛି। କିଛି ଦିନ ପରେ ତ ବଡ଼ ବଡ଼ ପତ୍ର ହେଇଯିବ, ସେତେବେଳେ ଏତେ ଭଲ ଲାଗେନି, କିନ୍ତୁ ବର୍ତ୍ତମାନ ସମୟରେ ଏଟା ବହୁତ ହି ଟେଷ୍ଟି ଲାଗୁଛି। ସତରେ ମୁଁ ମାନେ ଏମିତି ଅବସ୍ଥାରେ କେବେ ଆକୁ ଆଣିନଥିଲି। ଆଉ ବଡ଼ ହେଲା ପରେ ତାର ଡାଙ୍ଗ ବାଙ୍ଗ ସବୁ ଫୋପାଡ଼ିବାକୁ ପଡ଼େ। ପାଖାପାଖି 1 କେଜି ଆଣିଲେ ସେଥିରୁ ଶାଗ ମାତ୍ର ବାହାରେ 500 ଗ୍ରାମ ବି ଶାଗ ବାହାରେନି, କିନ୍ତୁ ଏଟା ବର୍ତ୍ତମାନ ଏବେ ସଫ୍ଟ ଅଛି, ତ ସବୁ ଜିନିଷ ଆମେ ତାର ଖାଇପାରିବା। ବହୁତ ହି ସତରେ ଟେଷ୍ଟି ଥିଲା। ଆପଣମାନେ ଯଦି ଏଟା ଏଠି ଦିଲ୍ଲୀ ଏନସିଆର ରହୁଛନ୍ତି, ଶାଗଟା ଆଣି ଖାଇପାରିବେ। ଆପଣଙ୍କୁ ଓଡ଼ିଶାର ୟାଦ ଆସିବ ଏ ଶାଗଟା ଖାଇଲେ। ତାପରେ ଏବେ ମୁଁ ସୋରିଷ ଶୁଖିଲା ଲଙ୍କା ଫୁଟେଇ ଦେଇଛି, ତାପରେ ପିଆଜ ଅଳ୍ପ ଟିକେ ପକେଇ ଦେଇଛି। ପିଆଜ ଟ୍ରାନ୍ସପରେଣ୍ଟ ହେଇଗଲା ପରେ ଆପଣ ନିଜ ହିସାବରେ ପୁରା ବ୍ରାଉନ୍ କରିବେ ବା ଟ୍ରାନ୍ସପରେଣ୍ଟ କରିବେ, ସେଟା ଆପଣଙ୍କ ଉପରେ ଡିପେଣ୍ଡ କରୁଛି। ମୋତେ ଏମିତି ଟିକେ ଟ୍ରାନ୍ସପରେଣ୍ଟ ଭଲ ଲାଗେ, ମୁଁ ବେଶୀ ତାକୁ ବ୍ରାଉନ୍ କରେନି।
ଆଉ ଅଳ୍ପ ଟିକେ ଲୁଣ ପକାଇଦେବା। ଆପଣ ଜାଣିଥିବେ ଶାଗ ବହୁତ ଦେଖାଯାଉଥିବ କିନ୍ତୁ ସାଙ୍କିଯିବ, ତ ସେଇ ହିସାବରେ ଲୁଣ ପକାନ୍ତୁ। ଯଦି ଆପଣଙ୍କୁ ଲୁଣ ପକାଇବାର ଅନ୍ଦାଜ ନାହିଁ ତାହେଲେ ଶାଗ ପୁରା ମାନେ ସାଙ୍କି ସାରିଲା ପରେ ହିଁ ସେଥିରେ ଲୁଣ ପକାନ୍ତୁ। ଦେଖନ୍ତୁ ଏଥିରୁ କେତେ ପାଣି ବାହାରିଛି। ପାଣିଟାକୁ ଆପଣମାନେ ଚାହିଁଲେ ବାହାର କରିଦେଇ ପାରିବେ, ନହେଲେ ୟାକୁ ପାଣି ଶୁଖିଲା ପର୍ଯ୍ୟନ୍ତ ୟାକୁ ଭାଜି ନେଇପାରିବେ। ଆମ ପଟେ ସେ ଯେଉଁ ପତ୍ର ଶାଗଟି ମିଳେ ଏକଦମ ତା ଭଳିଆ ଟେଷ୍ଟ ଆସୁଥିଲା। ମୋତେ ଲାଗୁଛି ଏଇଟା ସେଇ ଶାଗଟା। ଏଠି ଦେଖନ୍ତୁ ବଡ଼ି ଚୁରା ଆମେ ବନେଇବା। ସେଥିରେ ପିଆଜ ଆଉ ଅଳ୍ପ ଟିକେ ରସୁଣ, କଞ୍ଚା ଲଙ୍କା ପକେଇକି ଆମେ ତାର ଚୁରା ବନେଇ ନେବା। ମୁଁ ହେମଦସ୍ତାରେ ବଡ଼ ବଡ଼ ଖଣ୍ଡ କରିକି ତାକୁ ଚୁରି ନେଇଛି। ଶେଷରେ ସେଥିରେ ଟିକେ ସୋରିଷ ତେଲ ପକେଇଦେବା। ବହୁତ ହି ଭଲ ଟେଷ୍ଟ ଆସିଥାଏ। ପିଆଜକୁ ଆପଣମାନେ ଏଥିରୁ ସ୍କିପ୍ କରିପାରିବେ। ଏବେ ଆମ ପଖାଳ ଥାଳିର ସବୁ ଆଇଟମ୍ ପାଖାପାଖି ରେଡ଼ି ହେଇଯାଇଛି। ତେବେ ଚାଲନ୍ତୁ ଦେଖିବା କ'ଣ କ'ଣ ସବୁ ଆଇଟମ୍ ଅଛି। ପଖାଳ ଭାତ ବିନା ଛୁଙ୍କ ଦେଇକି, ଆଚାର, ରସୁଣ ପିଆଜ ଦଳାଦଳି, ପଣସ କଠା ଭଜା, ଛୁଇଁ ଅମୃତଭଣ୍ଡା ଭଜା, ଶାଗ ଭଜା, ବଡ଼ି ଚୁରା ଆଉ ଆଳୁ ଭର୍ତ୍ତା। ତା ସାଙ୍ଗରେ ଟମାଟୋ ବାଇଗଣ ମୁଁ ପୋଡ଼ିକି ରଖିଦେଇଛି, ଯେଉଁଟାକି ମୁଁ ଆକ୍ଚୁଆଲି ଦେଖାଇବା ପାଇଁ ଭୁଲି ଯାଇଛି, ସୁଟ୍ କରିବା ପାଇଁ ଭୁଲି ଯାଇଛି। ଆଉ ଓଡ଼ିଶାରେ ତ ବହୁତ ଖରା ବର୍ତ୍ତମାନ ସମୟରେ ହେଉଛି। ଆପଣମାନେ ନିଜର ପଖାଳ ଥାଳି ନିଶ୍ଚିନ୍ତ ବହୁତ ଭଲ ଭାବରେ ଏନ୍ଜୟ କରିଥିବେ। ମୁଁ ବି ଏବେ ଯାଉଛି ମୋର ପଖାଳ ଥାଳି ଏନ୍ଜୟ କରିବା ପାଇଁ। ସମସ୍ତଙ୍କୁ ହାପି ପଖାଳ ଦିବସ। ଭିଡ଼ିଓ ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ ଆଉ ସେୟାର କରିବାକୁ ଭୁଲିବେନି।